ନୀଳଗିରି ଛାଡ଼ି ସମ୍ବଳ ନଗରରେ ଜନ୍ମ ହେବେ। ମହେନ୍ଦ୍ର ପର୍ବତେ ଗୋପନେ ରହି ସେ ଯୋଗ ସାଧିବେ। ମାତା ପଦ୍ମାବତୀ ପିତାଙ୍କ ଅନନ୍ତ ଶଙ୍ଖଚକ୍ର ଚିହ୍ନ ଘେନି ପ୍ରଭୁ ହେବେ ଉଦ୍ଧିତ। ତାଙ୍କ ହସ୍ତରେ ଶଙ୍ଖଚକ୍ର ଚିହ୍ନ ଥିବ। ଉତ୍ତର ପାରୁ ସେ ଏକ କଦମ୍ବ ବୃକ୍ଷ, ଦକ୍ଷିଣ ପିପଳ ବୃକ୍ଷ ଯେ ସଳଖ। ବଳଦେବତାଙ୍କ ଉଦରୁ ହେବେ ଉତ୍ପତ୍ତି, ନାମ ଯେ ପ୍ରଚାର ଜଗତେ ହୋଇବ ଖ୍ୟାତି। ଶିଖର ଦାସ ଯେ ଖଣ୍ଡଗିରି ଥିବେ, କଳକି ଦର୍ଶନ ସମୟ ହେବେ। ଗୋଲାପ ଦେବୀ ଯେ ସେଠି ମିଳିବେ, ଦୁହିଁଙ୍କର ଲୀଳା ତହିଁରେ ହୋଇବ ଭାବେ। କଳକି ଦେବଙ୍କ କୃପା ଯିବ ଅନ୍ଧପଟଳ, ମନ ରଖିଥାଉ 18 ଅଙ୍କେ ଫାଲ୍ଗୁନ ମାସର। ନିର୍ଘଟ ପାତେ ପଡ଼ିବ ପଶ୍ଚିମ ଦେଶ, ଉତ୍ତରୁ ବଳ ଆସିବେ ସମୁଦ୍ର ମାଡ଼ିବ ପ୍ରବଳ। ଯାହା ମହାପୁରୁଷ ଅଚ୍ୟୁତାନନ୍ଦ ଲେଖିଛନ୍ତି ଏ ଗ୍ରନ୍ଥରେ, ଏଇ ଗୋଲାପ ଦେବୀ ମା ସେ ଯେଉଁ ସମ୍ବଳ ନଗରରେ ଯେତେବେଳେ ପ୍ରବେଶ କରିବେ କି ହରିହର କ୍ଷେତ୍ରକୁ ପ୍ରଭୁଙ୍କୁ ସେଇ କଳ୍କୀ ରାମକୁ ନିମନ୍ତ୍ରଣ କରି ଆଣି ଏଠି ଗୁପ୍ତରେ ରାହାସ ଲୀଳା ରଚିବେ, ଏ ଜନସମାଜ ଆଗେ ଚିହ୍ନି ପାରିବନି। ଯାହାକି ଗୁପ୍ତ ଲୀଳା ଚାଲିଥିବ। ସେ ସମୟ ଆସିନଥିଲା, ଯାହା ଲୋକଲୋଚନକୁ ଆସିନଥିଲା, ଆଜି ସମୟ ଆସିଯାଇଛି। ଆଜ୍ଞା, ଲୋକଲୋଚନକୁ ମା ଏସବୁ ପ୍ରଘଟ କରାଯାଉଛି।